हरि ओम। सर्वेपि कुशलेन सन्ति इति चिन्तयामि। अस्तु, अद्य प्रारम्भं कुर्मः। पञ्चमः पाठः, ध्वनिपरिचयः। प्रथमे किम् अस्ति? प्रातिपदिकं। प्रातिपदिकं नाम पदं पदं प्रतिपदं। प्रतिपदं प्रातिपदिकं। प्रातिपदिक କାହାକୁ କୁହାଯାଏ? ଯେଉଁଟା ମୂଳ ଶବ୍ଦ ଥାଏ ହେଲା, ଯାହାକି ମାତୃଭାଷାରେ ଆମର ଷ୍ଟାର୍ଟିଂରୁ ଯେଉଁଟା ମୂଳ ଶବ୍ଦ ଅଛି ତାକୁ ପ୍ରାତିପଦିକ ବୋଲି କୁହାଯାଏ। ଏଇଥିରେ ଦେଖିବ, ଫାଷ୍ଟରୁ ଜାଣିବା। ଦେଖ, ବାଳକ, ଖଗ, ଶିକ୍ଷକ, ପାଦପ, ମୃଗ, ରଥ, ଗଜ, ଶୁକ, ମୟୂର, କରଦୀପ, ଆପଣ, ଉଲୁକ, ଲତା, ଗୀତା, ମାଲା, ବନ, ଜଳ, ଫଳ ଅଛି ହେଲା। ଏଇଟା ପ୍ରାତିପଦିକ, ମାନେ ଏଇଟା ହେଲା ମୂଳ ଶବ୍ଦ। ଏଇଟା ଯେତିକି ଦେଖିଲ ଏଇଟା ହେଲା କ'ଣ? ମୂଳ ଶବ୍ଦ। ଷ୍ଟାର୍ଟିଂରୁ ଏଇ ଶବ୍ଦ ହିଁ ଅଛି ହେଲା, ଏଇଥିରେ କିଛି ମିଶା ଯାଇନାହିଁ। ତାପରେ ଏଇଥିରେ ଯେତେବେଳେ ଆମେ ବାଳକରେ ବିସର୍ଗ ମିଶାଇ ଦେଉ, ଏଇଠି ଏମିତି ବିସର୍ଗ ମିଶାଇ ଦେଲେ ବାଳକଃ ହେଇଯାଏ ହେଲା। କ'ଣ ଆମେ କଲେ? ଗୋଟେ ବିସର୍ଗକୁ ମିଶାଇ ଦେଲି। ମିଶାଇଲା ପରେ ଯେଉଁ ବାଳକଃ ବୋଲି ଗୋଟେ ଶବ୍ଦ ହେଲା, ସେଇଟା ପ୍ରାତିପଦିକ ନୁହେଁ। କେବଳ ବାଳକ ଯେଉଁ ହେଲା ସେଇଟା ହେଲା ପ୍ରାତିପଦିକ। ଆଗକୁ ଗଲେ ତୁମେ ପଢ଼ିବ କି ତାର ବିଭକ୍ତି ଅଛି, କ'ଣ ମିଶାଇଲେ କେମିତି ହେଉଛି, ବାଳକଃ, ବାଳକୌ, ବାଳକାଃ, ଏମିତି ସବୁ ପଢ଼ିବ। ମୂଳ ଶବ୍ଦ କ'ଣ? ବାଳକ ବୋଲିକି ଆଜି ଜାଣିଥାଉ। ବିସର୍ଗ। ବିସର୍ଗ କ'ଣ? ବିସର୍ଗ ଏଇଥିରେ, ଏଇ ଚିହ୍ନ ହେଲା ଆମର ବିସର୍ଗ ଚିହ୍ନ। ବିସର୍ଗ ଏଇଥିରେ ଦିଆହେଇଛି। ସଂସ୍କୃତରେ ଆମେ ଏମିତି ହିଁ ଲେଖୁ, ସଂସ୍କୃତରେ। ଓଡ଼ିଆରେ ଆମେ ଏମିତି ବିସର୍ଗ ଦେଉ ହେଲା। ତ ଏଇଥିରେ ସବୁଥିରେ ଲେଖା ହେଇଛି। ଦେଖ, ବାଳକଃ, ଖଗଃ, ଶିକ୍ଷକଃ, ପାଦପଃ, ମୃଗଃ, ରଥଃ, ଗଜଃ, ଶୁକଃ, ମୟୂରଃ, କରଦୀପଃ, ଆପଣଃ, ଉଲୁକଃ। ତ ଏଇଟା ଯେ ଦେଖିଲେ ଏଇଟା ହେଲା ଶବ୍ଦ। ଏଇଠି ଏଇଟା ହେଇଗଲା କ'ଣ? ଶବ୍ଦ। ବାକି ଉପରେ ଯେଉଁ ଆମେ ପଢ଼ିଲେ ଏଇଟା ସବୁ ଥିଲା କ'ଣ? ପ୍ରାତିପଦିକ। ଏଇଟା ସବୁ ଥିଲା, ବୁଝିଲା? କାହିଁକି? ସେଇଟା ଖାଲି ତାର ମୂଳ ଶବ୍ଦରେ ଥିଲା, ହେଲେ ଏଇଠିରେ କ'ଣ? ବିସର୍ଗ ଲାଗିଗଲା, ତ ଏଇଟା ହେଲା ଗୋଟେ ଶବ୍ଦ। ତାପରେ ଆଗକୁ ଦେଖ, ରିକାର ଯୋଗରେ କ'ଣ ହେଇଛି? କୃଷକଃ, ଗୃହଂ, ଶୃଗାଲଃ, ମୃଗଃ, ନୃପଃ, କୃଷିଃ, କ୍ରମଃ, ଶ୍ରମଃ, ଭ୍ରମଃ, ପ୍ରଶ୍ନଃ, ତ୍ରାସଃ, ଚିତ୍ରମ୍ ହେଲା। ଏଇଟା ରିକାର ଲାଗିଛି। କ୍ରି, ଖ୍ରି, ଗ୍ରି ଆମେ ପଢ଼ୁ ଓଡ଼ିଆରେ, ଠିକ୍ ସେ ହେଇପାରି। ତାପରେ ଆସିଲା ରେପ୍, ଅର୍କଃ, କର୍କଃ, ଆମେ ଏମିତି ସବୁ ପଢ଼ିଛୁ ଓଡ଼ିଆରେ। ରେପ୍ ଫଲା, ରେପ୍ ମାତ୍ରା ବୋଲି ଅଛି। ତ ଅର୍କଃ, କରେ ଫର୍ କ, ଖରେ ଫର୍ ଖ, ଗରେ ଫର୍ ଗ, ସବୁ ପଢ଼ିଛୁ। ଠିକ୍ ସେହିପରି ସାଂସ୍କ୍ରିଟରେ ବି ସେମିତି ହିଁ ଅଛି। ଦେଖ, ଅର୍କଃ, ନର୍ତ୍ତକଃ, ନର୍ମଦା, ଗର୍ତ୍ତଃ, ଗର୍ଗଃ, ଗର୍ଜନମ୍, ସର୍ପଃ, ସର୍ଜକଃ, ସର୍ବତ୍ର। ତାପରେ ଆସିଲା ଅନୁନାସିକ ବର୍ଣ୍ଣ। ହଁ, ଅନୁନାସିକ ବର୍ଣ୍ଣକୁ କୁହାଯାଏ ଅ, ଣ, ନ୍ୟ, ନ, ମ। ୱଣଙ୍ଗନ। ଏଇଟା ଅଛି ଆମର ମାହେଶ୍ୱର ସୂତ୍ରରେ ବି ଅଛି, ଯେଉଁଟାକି ସଂସ୍କୃତର ଯେଉଁ ଅକ୍ଷର ଅଛି, ଶବ୍ଦ ପରିଚୟ ଆଗରୁ ଆମେ ପଢ଼ି ସାରିଛୁ। ଅନୁନାସିକ କାହିଁକି କୁହାଯାଏ? ଏଇଟା ନାକରୁ ବାହାରିଥାଏ। ଏଇ ଶବ୍ଦ ତୁମେ ଏଇ ଯେଉଁ ଅକ୍ଷର ଅଛି ଏଇଟାକୁ ତୁମେ ଉଚ୍ଚାରଣ କର, ଦେଖିବ ତୁମ ନାକର ଆୱାଜରେ ହିଁ ଆସିବ। ସେଇଥିପାଇଁ ଅନୁନାସିକ ବର୍ଣ୍ଣ ବୋଲିକରି ଏହାକୁ କୁହାଯାଇଛି ହେଲା। ତାପରେ ଆସିଲା ଅନୁସ୍ୱାର। ହଂସଃ, କଂସଃ, ବଂଶଃ, ବିଂଶତିଃ, ଅଂଶଃ, ସଂଶୟଃ, ଅଂଶୁପା, ସଂଯୋଗଃ, ସମ୍ବାଦଃ। ଏଇଟା ସବୁ କ'ଣ ହେଲା? ଅନୁସ୍ୱାର ହେଲା। ତାପରେ ଆମେ ଅଭ୍ୟାସ କରିବା। ଏବେ ଅଭ୍ୟାସରେ କ'ଣ ଅଛି? ପା, ସୁ, ଅମ୍ ଅଛି, ତ କ'ଣ ହେଲା? ଅଂଶୁପା ହେଲା। ଠିକ୍ ସେହିପରି ଏଥିରେ କ'ଣ ଅଛି? ବା ଶବ୍ଦ କ'ଣ ହେଇଯିବ? ସମ୍ବାଦଃ।
ସମ୍ବାଦः। ସହ ବମ୍ ଅଛି ବଂଶः ହେଲା। ବିଂଶ ଅଛି ବିଂଶତିଃ ବିଂଶତିଃ। यो ସମଗହ ଅଛି ଏଇଟା ତ ସନ୍ योगः ସଂଯୋଗः। ତାପରେ ଅଛି ସଂୟସଃ ଅଛି କ'ଣ ହେଇଯିବ ସଂଶୟଃ ସଂଶୟଃ ବୁଝିହେଲା। ତାପରେ ଶୂନ୍ୟ ସ୍ଥାନ ପୂରୟତୁ ବୋଲି ଦେଇଛି। ଏଇଠିରେ ସୟଃ ଅଛି ତ ଏଇଠି ଏଇ ଜାଗାରେ କ'ଣ ଲେଖା ଅଛି ସନ୍ ସଂଶୟଃ ସଂୟୋଗଃ ଗ ଲେଖିକି ବିସର୍ଗ ଦେବା। ତାପରେ ସତିଃ ଦେଇଛି। ସତିଃରେ କ'ଣ ଆସିଯିବ ବଂଶଃ ଅଂଶୁପା ସମ୍ବାଦ ହେଇଗଲା। ତାପରେ ଆଗକୁ ଯିବା ଉଷ୍ମବର୍ଣ୍ଣ। ଉଷ୍ମବର୍ଣ୍ଣ କ'ଣ କାହିଁକି କୁହାଯାଏ ଦେଖ, ତମେ ଯେତେବେଳେ ଉଚ୍ଚାରଣ କରିବ ସେଇ ଟାଇମ୍ରେ ତମେ ତାଲବ୍ୟ ଶ ବୋଲିକି କୁହ ହେଲା। ଆଉ ମୁହଁ ସାମ୍ନାରେ ହାତକୁ ଏମିତି ରଖ, ତୁମର ପାଟି ସାଇଡ଼୍ରୁ ଗରମ ପବନ ବାହାରିବ ଦେଖ। ତ ଉଷ୍ମବର୍ଣ୍ଣ ସେଇଥିପାଇଁ କୁହାଯାଏ। ଏଇ ଉଚ୍ଚାରଣ କଲାପରେ ଆମର ମୁହଁରୁ ଉଷ୍ମତା ମାନେ ଗରମ ହାୱା ଆସୁଛି ଦେଖ, ସେଥିପାଇଁ ୟାର ନାମ କ'ଣ ହେଲା ଉଷ୍ମବର୍ଣ୍ଣ। ଓ ପିଲାମାନେ ଆମେ ଏଇ ସତି ଜାଗାରେ ବିଂଶତିଃ ହେବ ହେଲା, ଆମେ ଏଇଟା ଛାଡ଼ି ଦେଇଛୁ ବିଂଶତିଃ ହେଲା। ତାପରେ ଦେଖିବା ଆଗକୁ କ'ଣ ଅଛି। ମୌଖିକ ପ୍ରଶ୍ନ କଲା ସଂସ୍କୃତ ରୂପମ୍ କଥୟତୁ ବୋଲି କହିଛି। ନମ୍ବର ହାତୀକୁ କ'ଣ କୁହାଯାଏ ଗଜଃ। ଇଭଃ ବୋଲି ବି କୁହାଯାଏ। ଗଛକୁ କ'ଣ କୁହାଯାଏ ବୃକ୍ଷଃ। ତରୁଃ। ଟର୍ଚ୍ଚକୁ କ'ଣ କୁହାଯାଏ କରଦୀପଃ। ଦୋକାନକୁ ଆପଣଃ। ପେଚାକୁ ଉଲୁକଃ ବୋଲିକି କୁହାଯାଏ। ତାପରେ ସଂଯୁକ୍ତ ଅକ୍ଷର ସ୍ୱରୂପମ୍। ସଂଯୁକ୍ତାକ୍ଷର ମାତ୍ରା ଚିହ୍ନ କ ଖ ଗ ଘ ଙ୍ଗ କ। ଏଇ କରେ ଏଇ ହାଫ୍ କ, କରେ ହାଫ୍ ଖ, ଗର ହାଫ୍ ଗ, ଘର ହାଫ୍ ଘ, ୱର ହାଫ୍ ୱ, ଚର ହାଫ୍ ଚ, ଛର ଏମିତି ଛ ସବୁ ଲାଗିଥାଏ ହେଲା, ସଂଯୁକ୍ତ ହେଇକରି ଥାଏ। ତ ତାକୁ ସଂଯୁକ୍ତାକ୍ଷର ବୋଲିକି କୁହାଯାଏ। କେମିତି ଏଇଠିରେ ଦେଖିବା କେମିତି ଅଛି ସଂଯୁକ୍ତାକ୍ଷର। କ ଆଉ ଏଇ କ ମିଶିକି କ ହେଲା, ହାଫ୍ କ ଆସିଲା ଏଠିକି। କ ଆଉ ୟ ମିଶିକରି କ୍ୟ ହେଲା, ହାଫ୍ କ୍ୟ ଆସିଛି। କ ଆଉ ତ ହେଲା। ତ ଏମିତି ସବୁ ସଂଯୁକ୍ତାକ୍ଷର ହେଇଥାଏ ହେଲା। କୁକୁଟଃ, ଭକ୍ତଃ, ଚାଣକ୍ୟଃ। ଏଇ ତଳେ ଯେଉଁ ଗାର ଦେଇଛି ଏଥିରେ ସବୁ ତମେ ଲେଖିବ ହେଲା। ଅ ଆଉ କ ଆସିଲା ଅ କଙ୍କ, ଅ ଆଉ ଖ ଅ ଖଙ୍କ, ତାପରେ ଅ ଆଉ ଗ ଆସିଲା ଅ ଗଙ୍ଗ, ଏମିତି ଏଇଟା ରହିଛି। ତାପରେ ଆସିଲା ଅଙ୍କୁରଃ, ଶଙ୍ଖଃ, ଗଙ୍ଗା। ଅଙ୍କୁର ମାନେ କ'ଣ ଗଜା ହେଲା। ତାପରେ ଟ କ'ଣ ହେଲା ଟଟଟ। ଟ ଆଉ ଟ ମିଶିକି ଟଟଟ। ଡ ଆଉ ଗ ମିଶିକରି ଡଗ ହେଇଛି। ତ ଉଟ୍ଟଙ୍କନମ୍, ଖଡ଼୍ଗଃ, ନୃତ୍ୟମ୍ ଏଇ ଶବ୍ଦ ମାନେ ହେଇଛି। ତାପରେ ପଳେଇ ଆସିଲା ଦ ଆଉ ଧ ବୁଦ୍ଧ ହେଇଛି। ଦ ଆଉ ଧ ହେଲା। ଦ ଆଉ ମଦ୍ମ ହେଲା ପଦ୍ମ ହେଲା। ତାପରେ ଦ ଆଉ ୟ ହେଲା ଦ୍ୟ ବିଦ୍ୟାଳୟଃ। ହ ଆଉ ମ ମିଶିକରି କ'ଣ ହେଲା ହ୍ମ। ହ ଆଉ ମିଶିକରି ହ୍ମ। ହ ଆଉ ଲ ମିଶିକରି ହ୍ଲ। ହ ଆଉ ୱ ମିଶିକରି ହ୍ୱ। ତ ହ୍ମରେ ବ୍ରାହ୍ମଣଃ, କହ୍ଲାରଃ, ଆହ୍ୱାନ ପତ୍ରମ୍
ଏଇଟା ସବୁ ହେଇଛି। ନେକ୍ସଟ ହ ଆଉ ଣ ମିଶିକରି ହଣ ହଣ ହେଲା। ହ ଆଉ ନ ମିଶିକରି ହନ ହେଲା। କ ଆଉ ର କ୍ର କ'ଣ ଗୃହ୍ଣାତି ମାନେ ନେଉଛି। ବହ୍ନିଃ ଅଗ୍ନି। ଚକ୍ରମ୍ ଚକ୍ରମ୍ ଚକା ଯେଉଁ ଅଛି। କହ୍ଲାର ମାନେ ଧଳା ପଦ୍ମ। ଆହ୍ୱାନ ପତ୍ର ମାନେ ନିମନ୍ତ୍ରଣ ପତ୍ର। ତ ଆଉ ର ମିଶିକରି କ'ଣ ହେଲା? ତ ଆଉ ରତ୍ର। ମ ଆଉ ର ମିଶିକରି ମ୍ର ହେଲା। ଦ ଆଉ ର ମିଶି ଦ୍ର ହେଲା। ନକ୍ଷତ୍ରମ୍ ଆମ୍ରମ୍ ଦ୍ରୋଣୀ। ଏଇଠିରେ କେଉଁଥିରେ ତ୍ର ଅଛି ଜାଣିପାରିଲ ତ? ଏଇ ତ୍ର ଏଇଟା। ଏଇଠି ଆମ୍ରମରେ ଏଇ ମ ଜାଗାରେ ମ୍ର। ଦ୍ରୋଣୀରେ ଏଇ ଦରେ ଦ୍ରୋଣୀ ହେଇଛି। ଦ୍ରୋଣୀ ମାନେ ବାଲ୍ଟିନ୍କୁ ଦ୍ରୋଣୀ ବୋଲି କୁହାଯାଏ। ତାପରେ ଏଇଠି ସ ଯୋଗ ରସ୍ର। ସ ଯୋଗ ରସ୍ର। ଜ ଯୋଗ ରଜ୍ର। ସ ଯୋଗ ରସ୍ର। କ'ଣ ପ୍ରସ୍ରବଣମ୍ ପାଣି ଯେଉଁ ଆସୁଛି ପ୍ରସ୍ରବଣମ୍। ବଜ୍ରମ୍ ମାନେ କଠିନ। ଶ୍ରବଣଃ ଶ୍ରବଣଃ ମାନେ ଶୁଣିବା। ପ୍ରସ୍ରବଣ ମାନେ ଝରଣାର ପାଣି ଯେଉଁ ଝରି ଝରି ଆସୁଛି। ବଜ୍ରମ୍ ମାନେ ପଥର ମଣିକୁ ବଜ୍ରମ୍ ବୋଲି କୁହାଯାଉଛି। ତାପରେ ର ପ୍ଲସ୍ ୟ ହେଲା। ଏଇଠି ରେପ୍ ବୋଲି ଆସିଲା ହେଲା ବୋଲି ମାନେ ର ୟ ର ଆଉ ତର୍ତ ର ଗର୍ଗ ସୂର୍ଯ୍ୟ କର୍ତ୍ତରୀ ମାର୍ଗଃ। କର୍ତ୍ତରୀ ମାନେ କଇଁଚିକୁ କର୍ତ୍ତରୀ ବୋଲିକି କୁହାଯାଏ। ର ଆଉ ଦ ହେଇଗଲା ଦ ର ଦ ର ଆଉ ପର୍ ପ ର ଆଉ ଣ ଋଣ ହେଲା। ଗର୍ଦ୍ଦଭଃ ସର୍ପଃ ପର୍ଣ୍ଣମ୍ ହେଲା। ତାପରେ ଗ ଆଉ ନ ଆସିଲା ଗ୍ନ। ଗ ଆଉ ନ ଗ୍ନ। ନ୍ୟ ଆଉ ଜ ଞ୍ଜ ଞ୍ଜ। ନ ଆଉ ଯେ ଛ ଛ। ଅଗ୍ନିଃ ପିଞ୍ଜଃ ପ୍ରୋଚ୍ଛଃ ପ୍ରୋଞ୍ଛଃ ହେଲା। ତାପରେ ନ୍ୟ ଆଉ ଚ ନ୍ୟ ଚଞ୍ଚ। ଣ ଆଉ ଡ଼ ଣ୍ଡ ହେଇଗଲା। ଦ ଆଉ ବ ବ ହେଇଗଲା। ତ ଏଥିରେ କୁଞ୍ଚିକା ମଣ୍ଡୁକଃ ଣ୍ଡୁକଃ ଦ୍ୱାରମ୍। ମଣ୍ଡୁକ ମାନେ ହେଲା ବେଙ୍ଗ। ପ୍ରୋଞ୍ଛଃ ମାନେ ଗାମୁଛା। ଆଉ ପିଞ୍ଜଃ ମାନେ ସୁଇଚ୍ ବୋର୍ଡ଼କୁ ପିଞ୍ଜଃ ବୋଲିକି କୁହାଯାଏ ସାଂସ୍କ୍ରିଟରେ। ଆଉ ପ୍ରୋଞ୍ଚଃ ମାନେ ଗାମୁଛାକୁ ପ୍ରୋଞ୍ଚଃ ବୋଲି କୁହାଉଛି। ଧ ପ୍ଲସ୍ ବ ଧ୍ୱ। ଧ ଆଉ ବ ମିଶିକିରି ଧ୍ୱ ହେଲେ। ନ ଆଉ ୟ ନ୍ୟ। ନ ଆଉ ନ ନନ। ଧ୍ୱରେ ଧ୍ୱଜଃ ପତାକା। ସୈନ୍ୟଃ ସୈନ୍ୟଃ ଜଗନ୍ନାଥଃ ହେଲା। ତାପରେ ନ ଦ ଆଉ ର ମିଶିକିରି ନ୍ଦ୍ର ହେଲେ। ନ ଦ ଆଉ ର ମିଶିକିରି ନ୍ଦ୍ର ହେଲେ। ତ କ'ଣ ଚନ୍ଦ୍ରଃ ଚନ୍ଦ୍ରଃ ବୁଝିଲା ଚନ୍ଦ୍ରଃ। ତାପରେ ନ ଆଉ ଥ ମିଶିକରି ନ୍ଥ ହେଲେ। ଗ୍ରନ୍ଥଃ ଗ୍ରନ୍ଥ ମାନେ ବହି। ମ ଆଉ ବ ମିଶିକରି ବ ହେଲେ। ଜମ୍ବୁକଃ ଜମ୍ବୁକଃ ଗ୍ରନ୍ଥ ମାନେ ବହି। ଜମ୍ବୁକଃ ମାନେ ଶୃଗାଳ। ଲ ଆଉ ଳ ମିଶିକିରି ଲଲଲ ଲଲଲ। ବେଲନି ହେଲା। ବେଲଣା ବାଡ଼ି ଯେଉଁ ବେଲନି। ମ ଆଉ ଭ ମିଶିକରି ଭ ହେଲେ। କୁମ୍ଭଃ ମାଠିଆ। ୟ ଆଉ ୟ ମିଶିକରି ୟ ହେଲେ। ୟ ଶଯ୍ୟା ଶୋଇବାର ଖଟ ଯେଉଁ ଶଯ୍ୟା। ତାପରେ ଲ ଆଉ ବ ମିଶିକରି ବ ହେଲେ। ଖଲ୍ୱାଟଃ ଖଲ୍ୱାଟଃ ମାନେ ଯେଉଁ ଚନ୍ଦା ବୋଲି ଆମେ କହୁନା ସେଇ ଖଲ୍ୱାଟଃ। ବ ଆଉ ୟ ମିଶିକରି ବ୍ୟ ହେଲେ। ବ୍ୟଜନମ୍ ଖରା ମାସରେ ଯେଉଁ ଆମେ ପବନ ଆସିବା ବୋଲି ବ୍ୟଞ୍ଜନ କରୁନା ସେଇ ବ୍ୟଜନମ୍ ବୋଲି ଏହାକୁ କୁହାଯାଉଛି। ସ ଆଉ ଚଶ୍ଚ ବୃଶ୍ଚିକଃ ବୃଶ୍ଚିକଃ ଦେଖିଛ ବୃଶ୍ଚିକଃ ସଜ୍ଜି ଖଲ୍ୱାଡ଼ ଚନ୍ଦାମୁଣ୍ଡା ବ୍ୟକ୍ତି। ତାପରେ ସ ଆଉ ବ ସ୍ୱ ଅଶ୍ୱଃ ଘୋଡ଼ା। ସ ଆଉ ପ ମିଶିକରି ସ୍ପ ହେଲା। ପୁଷ୍ପମ୍ ସ ଣ ମିଶିକରି ଷ୍ଣ। ଉଷ୍ଣୀଷମ୍ ଉଷ୍ଣୀଷମ୍ ମାନେ ଯେଉଁ ରାଜାମାନେ ପିନ୍ଧନ୍ତି ତାଙ୍କର ମୁଣ୍ଡରେ ଉଷ୍ଣୀଷମ୍ ବୁଝିଲା। ତାପରେ ସ ଯୋଗ ତ ସ୍ତ ସତସ୍ତ। ସ ଯୋଗ ଥ ସ୍ଥ ସତସ୍ଥ। ସ ଯୋଗ ଫ ସ୍ଫ ସଫସ୍ଫ। ସ୍ତମ୍ଭଃ ସ୍ତମ୍ଭଃ ଓଡ଼ିଆରେ ବି ସ୍ତମ୍ଭ କୁହାହେଉଛି। ସ୍ଥାଲିକା ଥାଲିକୁ ସ୍ଥାଲିକା ବୋଲି କୁହାଯାଏ। ସ୍ଫୋଟମ୍ ମାନେ ଯେଉଁ ଆମେ ଦୀପାବଳିରେ ଫୋଡ଼ୁନା ସ୍ଫୋଟମ୍ ବୋଲି ତାକୁ କୁହାହେଉଛି। ତାପରେ ଫୋଟକା ବା ବାଣ
ତାପରେ ଏଇଠିରେ ଯେଉଁ ଦେଇଛି ଅକ୍ଷରାଣି ସନ୍ତି ପଦ ନିର୍ମାଣ କରନ୍ତୁ। ସ୍ଥାଲିକା, ଦେଖ ସ୍ଥାଲିକା ଲେଖିଦେଲ ସ୍ଥାଲିକା। ବ୍ୟଜନ, ବ୍ୟଜନ ଆଉ ଇମ ବ୍ୟଜନମ୍, ବ୍ୟଜନମ୍ ହେଇଗଲା। ତାପରେ କ'ଣ ରହିଲା? ତାପରେ କ'ଣ ଆସିବ? ସ ଅଛି କି ସର୍ପଃ, 3 ନମ୍ବରରେ ସର୍ପ ଲେଖିଦେଲ। ତାପରେ ଆଉ କ'ଣ ରହିଲା? ପଦ୍ମ, ପଦ୍ମ, ପଦ୍ମ ଲେଖିଦେଲ, ହେଇଗଲା ପଦ୍ମ, ପଦ୍ମ ସରିଲା। ତାପରେ କ'ଣ ରହିଲା? ଆଉ କ ଅଛି, ଦ ଅଛି, ସେମିତି ନାହିଁ, ମିଶେଇକି ଆଉ ବି ସବୁଥିରେ ଲେଖିବ ହେବ। ସ୍ଥାଲିକା ଲେଖିଦେଲେ ଆମେ, ବ୍ୟଜନମ୍ ବି ହେଲା, ପଦ୍ମ ହେଲା, ସର୍ପଃ ହେଇଛି। ତାପରେ ଆମର ହେଇଗଲା ନା ସବୁ? ସ୍ଥାଲିକା, ପଦ୍ମ, ସର୍ପଃ, ସ୍ତମ୍ଭ ଅଛି କି ବ୍ୟଜନମ୍, ବ୍ୟଜନମ୍, ପଦ୍ମ, ପଦ୍ମ ହେଲା। ତାପରେ ଆମେ ଆସିବା ଫୁଲ। ଏଠି ପୁଷ୍ପ ଥିଲା କି ପିଲାମାନେ? ପୁଷ୍ପ ନାହିଁ। ହଉ, କ'ଣ କହିଲା? ସଂସ୍କୃତ ରୂପ ଲେଖ। ଫୁଲ, ବାଣ, ଥାଲି, ବିଲୁଆ, କଇଁଚି। ଫୁଲକୁ କ'ଣ କୁହାଗଲା? ପୁଷ୍ପ ବୋଲିକି କୁହାଗଲା। ଫୁଲ ପୁଷ୍ପ। ବାଣକୁ ସ୍ଫୋଟକ ବୋଲି କୁହାଗଲା। ସ୍ଥାଲିକା ବୋଲିକି କହିଗଲା। ତାପରେ ଆମେ କ'ଣ କହିଛୁ? ତାପରେ ଆସିଲା ଏଇଟା କର୍ତ୍ତରିଃ, କର୍ତ୍ତରି, କର୍ତ୍ତରି ହେଲା କଇଁଚି। ଜମ୍ବୁକ ହେଇଗଲା। ନେକ୍ସଟ ତାପରେ ଆସିବା ଅନ୍ତ୍ୟାକ୍ଷରାଣି ସନ୍ତି ପଦ ନିର୍ମାଣ କରନ୍ତୁ। ଅନ୍ତ୍ୟାକ୍ଷରାଣି ସନ୍ତି ପଦ ନିର୍ମାଣ କରନ୍ତୁ। ବାଲକଃ, ଚଷକଃ, ଶେଷ ଅକ୍ଷର ଅଛି, ପଦ ନିର୍ମାଣ କର। ବାଲିକା, ତାପରେ ନି ଅଛି, ଥ ଅଛି, ଣି ଅଛି, ଟହ ଅଛି ହେଲା। ବାଲକଃ, ଚଷକଃ, ମୂଷକଃ, ଏମିତି ସବୁ କରି ଯିବ। ସ୍ଥାଲିକା ହେଇଯିବ ତଳେ। ତାପରେ ଆସିଲା ଏଇଠି ବାଲକଃ ଅଛି, ତାପରେ ଏଇଠି କା ଅଛି, ସ୍ଥାଲିକା, ସ୍ଥାଲିକା ହେଲା। ସ୍ଥାଲିକା, ସ୍ଥାଲିକା, ଚାଲିକା, ନି ଅଗ୍ନି, ଥରେ ଜଗନ୍ନାଥଃ, ଏଣିରେ ଦ୍ରୋଣୀ, ଟହ ଆସିଗଲା ଆମର ଖଲୁଆଟଃ ହେଲା। ଆଉ ବି ଶବ୍ଦ ଯେଉଁ ଜାଣିଥିବ ସେଇଟା ଲେଖିବ। ତାପରେ ଯମ ବ୍ୟନ ଅଛି, ତ ବ୍ୟଜନମ୍ ହେଇଗଲା। ଠିକ୍ ସେହିପରି ଏଥିରେ କ'ଣ ହେବ? ଜମ୍ବୁକଃ, ଜମ୍ବୁକଃ, ଜମ୍ବୁକଃ। ତାପରେ ମଣ୍ଡୁକଃ, ମଣ୍ଡୁକଃ, କୁଞ୍ଚିକା, କର୍ତ୍ତରି, ଏଇଥିରେ କ'ଣ ଅଛି? ପ୍ରସ୍ରବଣମ, ପ୍ରସ୍ରବଣମ୍। କହ୍ଲାରଃ, କହ୍ଲାରଃ, ଚାଣକ୍ୟଃ, ନକ୍ଷତ୍ରମ୍। ଏମିତି ଏଇଟା ସବୁ ହେଇଯିବ। ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ।